ଯେତେ ଯାହା କହିଲେ ବି ଲୋକେ ଜାଣିଗଲେଣି ଏ ଦୁଇ ଦଳ ଭିତରେ ବିଜେଡି ବିଜେପି ଭିତରେ ଗୋଟେ ଅଘୋଷିତ ମେଣ୍ଟ ହୋଇସାରିଛି। ସେ ଅଘୋଷିତ ମେଣ୍ଟଟା କୋଉ ଧରଣରେ ବା କେତେ ପରିମାଣରେ ହେବ ସେ କଥା ଭୋଟ ବେଳେ ଜଣାପଡ଼ିଯିବ। ମୋ ପାଖରେ ଯାହା ଖବର ଅଛି 12ଟି ସିଟ୍ ସେମାନେ ବିଜେପିକୁ ଛାଡ଼ିଛନ୍ତି ବିଜେଡି ବାଲା, 9ଟି ସିଟ୍ ରଖିଛନ୍ତି। ଅର୍ଥାତ୍ କ'ଣ କରିବେ ନା ସେ 12ଟି ସିଟ୍ରେ ଦୁର୍ବଳ ପ୍ରାର୍ଥୀ ଦେବେ ଯେଉଁଥିରେ କି ସେ ହାରିବ ଏବଂ ତାଙ୍କ ପ୍ରାର୍ଥୀ ଜିତିବେ, ବିଜେପି ପ୍ରାର୍ଥୀ ଜିତିବ। ତ ବିଧାନସଭା ପାଇଁ କିଛି ସିଟ୍ ସେମାନେ ବିଜେପି କି ଦେଉଛନ୍ତି। ବିଜେପି ସେଥିରେ ରାଜି ହେଇନାହିଁ ପର୍ଯ୍ୟନ୍ତ। କ'ଣ କରିବେ ସେଇଟା ପରବର୍ତ୍ତୀ କଥାରେ କିଛି ଦିନ ପରେ ଜଣାପଡ଼ିଯିବ। କିନ୍ତୁ ଗୋଟିଏ କଥା ହେଉଛି ବିଜେପି ବିଜେଡି ମେଣ୍ଟ କରନ୍ତୁ ବା ନ କରନ୍ତୁ, ଉଭୟ ଏକାଠି ଅଛନ୍ତି ଏକ ଧର୍ମୀ ଏକ ବିଚାରର ଏବଂ ଲୋକଙ୍କର ବା ରାଜ୍ୟର ବା ଦେଶର ବିରୋଧ କରିବା। ଉଭୟ ରାଜନୈତିକ ଦଳ ବିଜେଡି ବିଜେପି ଭିତରେ ଅଘୋଷିତ ମେଣ୍ଟ ହୋଇସାରିଛି, କାରଣ ତାଙ୍କ ବିଚାର ଉଭୟଙ୍କର ସମାନ। ସେ ଧର୍ମକୁ ରଖିକି ନିଜର ଅସଫଳତା ବା ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି କେନ୍ଦ୍ରରେ, ଇଏ ମଧ୍ୟ ଧର୍ମକୁ ରଖିକରି ନିଜର ଅସଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ। ଏଠି ସେ ଲୋକଙ୍କୁ ମାଗଣା ବାଣ୍ଟିକିରି କେତେ ପରିମାଣରେ ବିମୋହିତ କରିବ ତା କରିବାରେ ଲାଗିଛି। ଏଠି ମଧ୍ୟ ଇଏ ଲୋକଙ୍କ ଭିତରେ ସେହି ପ୍ରତିକ୍ରିୟା ବା ପ୍ରତିଯୋଗିତା ଆରମ୍ଭ କରିଛି ବିଜୁ ଜନତା ଦଳ। ଉଭୟଙ୍କର ବିଫଳତା ବିକାଶର ବିଫଳତାକୁ ଲୁଚାଇବାକୁ ଯାଇ ସେମାନେ ଅନେକ କାର୍ଯ୍ୟକ୍ରମ ନେଉଛନ୍ତି ଉଭୟଙ୍କର। ସେଠି ବିଜେପି ଏଠି ବିଜୁ ଜନତା ଦଳ। ଏଣୁ ତାଙ୍କ ଭିତରେ କିଛି ବିଶେଷ ଗୋଟାଏ ତଫାତ ନାହିଁ, କେବଳ ଯାହା ସିଟ୍ ଆରେଞ୍ଜମେଣ୍ଟରେ ସିଟ୍ କୋଉଠି କୋଉଠି କିଏ ଛିଡ଼ା ହେବ, କିଏ ହାରିବ, କିଏ ଜିତିବ, କେମିତି ଭାବରେ ଜିତେଇବେ, କାହାକୁ କେମିତି କିଏ ଜିତେଇବେ, ସେହି ପ୍ରକ୍ରିୟାରେ ଉଭୟ ଅଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ନିର୍ବାଚନ ପରେ ରାଜ୍ୟସଭାରେ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ଆତ୍ମସମର୍ପଣ କରିଛି ବିଜେପି ପାଖରେ। ଲୋକେ ବିଚାର କରୁଥିଲେ ଯେ ବିଜେଡି ବିଜେପି ଗୋଟେ ପରସ୍ପର ଲଢ଼େଇ କରୁଥିବା ଦୁଇଟା ଦଳ ଆଗରୁ ଭାବୁଥିଲେ। ଏବେ ସ୍ପଷ୍ଟ ହୋଇଗଲେଣି ଯେ ଏ ଦୁଇ ଦଳ ଯାକ ଏକ। ଏଣୁ ଲୋକଙ୍କ ପାଖରେ ବିକଳ୍ପ ଏକମାତ୍ର କଂଗ୍ରେସ। ମାନେ ଯଦି ବିଚାର କରିବେ ବା ଦେଖୁଛନ୍ତି କଂଗ୍ରେସ ଆସୁଛି ବିକଳ୍ପ ଭାବରେ। ଏଣୁ ଲୋକେ ଆପେ ଆପେ ବିଜୁ ଜନତା ଦଳର 24 ବର୍ଷର କାର୍ଯ୍ୟ ଏବଂ ବିଜେପିର 9 ବର୍ଷର କାର୍ଯ୍ୟରେ ଯେଉଁ ଅସନ୍ତୋଷ ପ୍ରକାଶ କରୁଛନ୍ତି, ସେଥିରୁ ସେଇ ଅସନ୍ତୋଷର ଫଳସ୍ୱରୂପ ସେମାନେ କଂଗ୍ରେସକୁ ଆପଣେଇବେ। ଏଇଟା ହିଁ ହେଉଛି ମୋ ପାଖରେ ଯାହା ଜଳଜଳ ଦେଖାଯାଉଛି। ବିଜେପି ବିଜେଡି ଏଇଟା ତ ରାଜନୈତିକ ମୁଦ୍ଦା ନୁହେଁ, ଏଇଟା ରାଜନୈତିକ ପ୍ରକ୍ରିୟା। ରାଜନୈତିକ ପ୍ରକ୍ରିୟା ଲୋକଙ୍କ ପାଖରେ ଜଣାପଡ଼ିଛି ଏବଂ ଯେଉଁ ଦିନ ବିଜେଡି ବିଜେପିର ଗୋଟିଏ ବାହାଘର ଏଠି ହେଲା ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀ ମାନେ ମଧ୍ୟ ଏଟା ସଂଗଠିତ ହେଉଛି, ସେଥିରୁ ଜଣାପଡ଼ିଯାଉଛି ଏହି ପ୍ରକ୍ରିୟାଟାକୁ କଂଗ୍ରେସ ନିଶ୍ଚିତ ଭାବରେ ଗ୍ରହଣ କରିଛି ବା ଆକୁ ଲୋକଙ୍କ ପାଖରେ ନେଇ ପହଞ୍ଚାଇଛି। ଲୋକଙ୍କ ପାଖରେ ଅଛି, ଲୋକେ ଜାଣୁଛନ୍ତି, କେବଳ ସେଟା ଗୋଟେ ତ୍ୱରାନ୍ୱିତ କରିବା ପାଇଁ କି ଏକ୍ସପିଡିଏଟ୍ କରିବା ପାଇଁ କି ଏ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚୟ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ। କଂଗ୍ରେସ ହିଁ ଆଜି ଭାରତବର୍ଷ ଯେଉଁ ଅବସ୍ଥାରେ ପହଞ୍ଚିଛି, ଯେଉଁ ମେଣ୍ଟ ହେଇଛି, ଇଣ୍ଡିଆ ମେଣ୍ଟ ଯେଉଁ ହେଇଛି, ଏହା ହିଁ ଭାରତବର୍ଷକୁ ରକ୍ଷା କରିବ। ଭାରତର ଜନଗଣଙ୍କୁ, ଭାରତର ସମ୍ବିଧାନକୁ, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷିତ କରି ରଖିବ ଏହି ଇଣ୍ଡିଆ ମେଣ୍ଟ।